ଶୁଣନ୍ତୁ ଏ ଗୋଟେ ଆମର ସିଡିଏମଙ୍କ ଇନଷ୍ଟ୍ରକ୍ସନ୍ ଥିଲା ଏବଂ 8/6 ଗୋଟେ ଅପରେସନ୍ ହେଇଥିଲା ଆଖିର ସେଇ ବିଷୟରେ ସେଇଥିପାଇଁ ଏଇ ଯେଉଁ ସିଲ୍ କରାଯାଇଛି। କ'ଣ ମାନେ ଶୁଣନ୍ତୁ ଆଜ୍ଞା ଏବେ ତ୍ରୁଟି ମାନେ ଆମେ ହେଲା ସିଡିଏମଙ୍କୁ ଇନଫର୍ମେସନ୍ ଦେଲା ପରେ ବି ଆପଣମାନଙ୍କୁ ଦିଆହେବ କ'ଣ ପାଇଁ କରାଗଲା ସେ ସାର୍ ଜାଣିଛନ୍ତି କାରଣ ତାଙ୍କ ଇନଷ୍ଟ୍ରକ୍ସନ୍ରେ ଆସିକରି ଆମେ କରୁଛୁ। ଏଇ ମାସର ମାନେ ସେମାନେ 7 ସ୍କ୍ରିନିଂ କ୍ୟାମ୍ପ କରିକି ଥିଲେ ଯୋଉଟାକି ସେମାନେ କରିବା କଥା ନାହିଁ, ଆମଠୁ ମାସେ ଆଗରୁ ପରମିଶନ ନେବା କଥା, ଯୋଉଟାକି ନାରାୟଣପୁର ଗାଁ ବଡ଼ସାହି ବ୍ଲକରେ କରିଥିଲେ, ବିନା ପରମିଶନରେ କରିଥିଲେ। ତାପରେ ପେସେଣ୍ଟ ଯେଉଁମାନେ ଆଖି ଅପରେସନ ହେଲେ ସେମାନେ ବି ଲିଖିତ କମ୍ପ୍ଲେନ ଦେଇଥିଲେ ଆଉ ତାଙ୍କର ଆଖିକୁ ଠିକ ଦେଖାଯାଉନି। ଆମେ ଇନକ୍ୱାରି କଲୁ, 15 ଦିନ ପରେ ପୁଣି ଆମେ ଯାଇକି ଦେଖିଲୁ ଭିଜନ କଥା, ସେ ପୁରା ଦେଖାଯାଉନି କହିଲେ। ତାପରେ ଆମେ ଯେଉଁ ଇନକ୍ୱାରି ରିପୋର୍ଟ ସପୋର୍ଟ କଲୁ, ଜିଲ୍ଲାପାଳ ତାଙ୍କର ଭିଜ୍ ଦେଇ ଲେଖିଲେ ଯେ ତାମାନେ ଯେହେତୁ ସିଏ ରୁଲ୍ସ ଫଲୋ କରିନି ତେଣୁ ତା ଉପରେ ଆକ୍ସନ ନିଆଯାଉ। ସେଥିପାଇଁ ବି ଆମେ ଆଜି ସବ୍ କଲେକ୍ଟରଙ୍କୁ କାଲି ନିର୍ଦ୍ଦେଶ ଦେଇଥିଲୁ, ସେ ତାଙ୍କର କାମ କାର୍ଯ୍ୟକାରୀ କଲେ ଏବଂ ସେଥିରେ ତାଙ୍କର ଯେଉଁ ଆଇ ଡିପାର୍ଟମେଣ୍ଟ ଚାଲିଛି ତାହାକୁ ସିଲ୍ କରାହେଲା। ଆଉ ସେଥିରେ ଆମର ଡିଷ୍ଟ୍ରିକ୍ଟ ପବ୍ଲିକ ହେଲ୍ଥ ଅଫିସର ଏବଂ ଆମର ଅଫିସର ବୃନ୍ଦ ଏବଂ ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ ତରଫରୁ ଆଡିସନାଲ ତହସିଲଦାର ଏବଂ ପୋଲିସ ସହାୟତାରେ ଆଜି ସିଲ୍ କରାହେଲା। ଆଉ ତାରଙ୍କର ଯେଉଁ ଆୟୁଷ୍ମାନ କାର୍ଡ ଡିଆକ୍ଟିଭ କରାହେଲା, କାହିଁକିନା ଆଖି ଅପରେସନ ସିଏ ଆଉ କରିପାରିବେନି ଯେହେତୁ ସିଏ ଆଇନ ଅମାନ୍ୟ କରିଛନ୍ତି ଏବଂ ରୋଗୀମାନେ ନିଜେ ଲେଖି ଦେଇଛନ୍ତି ତାର କମ୍ପ୍ଲାନ୍ସରେ ଏଇଟା ତା କାର୍ଯ୍ୟ ସ୍ୱରୂପ ଲୋକଙ୍କର ସାଟିସ୍ଫାକ୍ସନ ଇଏ ପାଇଁ ଆଉ ତାଙ୍କର ଯୋଉ ରୁଲ ରେଗୁଲେସନ ଫଲୋ ନ କରିବାରୁ ତାଙ୍କୁ ଏଇଟା ସିଲ୍ କରାହେଲା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ।